ହଁ ଖବର ପାଇକି ମୁଁ ଏଠି ଆସିଲି ପୂଜା କରିବା ପାଇଁ। ଭାଇଙ୍କର ଆଜି ଅପରେସନ ହଉଛି ତ ମୁଁ ସେଥିପାଇଁ ଷୋଡ଼ଶ ଉପଚାରରେ ପୂଜା କରିବାକୁ ଆସିଛି। ନିଶ୍ଚିତ ଠାକୁରଙ୍କର ନ ବାହାରିବା ସମୟ ନ ହେଇଥିଲେ ସେ ବାହାରୁଥିଲେ, ଆଗରୁ ବାହାରୁ ନଥିଲେ, ଏବେ କାହିଁକି ବାହାରିଲେ? ତାଙ୍କର ସମୟ ଆସିଲା, ତାଙ୍କର ପୂଜା ପାଇବାକୁ ଇଚ୍ଛା ହେଲା, ସେଇଥିପାଇଁ ବାହାରିଲେ ଆଉ। ପୂଜା କଲେ ପୁଣ୍ୟ ମିଳିବ ବୋଲି ଆଶା କରିକିରି ପୂଜା କରିଛି ଆଉ। ଠାକୁରଙ୍କ ବିଷୟରେ ତ ମୁଁ ତ ଶିବଙ୍କର ଜଣେ ପୂଜକ, ମୁଁ ଶିବଙ୍କ ଉପରେ ମୋର ଅତୁଳ ଭକ୍ତି। ତେଣୁକରି ଶିବଙ୍କ ପୂଜାରେ ମୁଁ ଅତି ମାନେ ଆମର ସେପାଖ ମହାଦେବ ହଟକେଶ୍ୱର ତାଙ୍କ ପୂଜକ ମୁଁ। ତେଣୁକରି ଏଠି ଯେତେବେଳେ ଶିବ ବାହାରିଲେ ଆମେ ସେ ପୂଜା କରିବାକୁ ଆମେ ଗୋଟେ ମନର ଆଗ୍ରହ କ'ଣ ଆମର ବ୍ରାହ୍ମଣ ଶାସନ ଏଠି ଏ ମନ୍ଦିରଟି ହେଲେ ଠାକୁର ରହିବେ, ପୂଜା ହେବେ, ସବୁ ଆମେ ଏଫାଗା ସେଫାଗା ବ୍ରାହ୍ମଣ ଆସିକି ଆମେ ପୂଜାପୂଜି କରିପାରିବୁ। ଆସିଲା ପରେ ଯେତେବେଳେ ବାହାରିଥିଲା ସେ ପୁରା ଧଳା ଦେଖାଯାଉଥିଲା, ତାପରେ ପାଣି ପଡ଼ିବା ଦ୍ୱାରା ତାର କ୍ରମଶଃ ତା କଲରଟା ଅଲଗା ଦେଖାଯାଉଛି ନା ଆଉ। ପାଣି ସଂସ୍ପର୍ଶରେ ଆସିଲେ ନିଶ୍ଚୟ ଗୋଟେ ଶିଳାର କଲର ଚେଞ୍ଜ ହବ, ଏ ହେଉଛି କଥା ଆଉ କ'ଣ। ରଙ୍ଗ ବଦଳିବା ଅର୍ଥ ତ ଆମେ ତ କିଛି କହିପାରିବୁନୁ, କିନ୍ତୁ ଗୋଟେ ଶିଳା ଉପରେ ପାଣି ପଡ଼ିଲେ ତା କଲରଟା ନିଶ୍ଚୟ ଚେଞ୍ଜ ହୁଏ, ଇଏ ହେଉଛି କଥା ଆଉ କ'ଣ। ଶୁଖିଗଲେ ଧଳା ହେଇଯିବ, ଗୋଟେ ପଥରର ପାଣି ଅଂଶ କମିଗଲା ମାନେ ସେଟା ଧଳା ନିଶ୍ଚୟ ହବ ନା ଆଉ। ନା ମାଟିଟା ଉର୍ବର ହେଇଯାଉଥିଲା, ଯେହେତୁ ଚାଷ ହଉନଥିଲା ଧୀରେ ଧୀରେ ମାଟିର ଲେନ୍ଥଟା ମାନେ ତାର ୱିକନେସଟା ବଢି ଯାଉଥିଲା, ସେଥିଲାଗି ଉର୍ବର ଯେହେତୁ ହେଉଥିଲା ଏଟାକୁ ମାଟିଟାକୁ କିଛି ଖୋଳିଦେଲେ ତା ପରବର୍ତ୍ତୀ ପର୍ଯ୍ୟାୟରେ ସେଇଟା ଭଲ ଚାଷ ହବ ବୋଲି ମାଟି ଖୋଳା ହଉଥିଲା। ତାପରେ ଏଇଠି ଟ୍ରାକ୍ଟର ସେଇପଟ ବିଲରେ ଟ୍ରାକ୍ଟରଟା ମାଟି ଖୋଳା ହେଇଯାଉଛି, ତାପରେ ଏଇପଟେ ଯେମିତି ଟ୍ରାକ୍ଟରଟା ଆସିଥିଲା ଟ୍ରାକ୍ଟର ଫାଳଟା ଯୋଉ ମହାଦେବଙ୍କ ଲିଙ୍ଗରେ ବାଜିଲା, ଯେହେତୁ ବାଜିଲା ସେ କାମ କରୁଥିଲେ ସେ ଫାଷ୍ଟ ଦେଖିଲେ, ତାପରେ ସମସ୍ତେ ଯୋଉମାନେ ତାଙ୍କୁ ନେଇକି ଯାହାର ଟ୍ରାକ୍ଟର ସିଏ ଆସିକି ଏଇଠି ଦେଖିଲା, ଯେମିତି ମାନେ ଠାକୁରଙ୍କୁ ଯେମିତି ଦେଖିଲା, ତାପରେ ନାନୀଙ୍କୁ ଯାଇକି କହିଲା କି ତୋ ବିଲରେ ଠାକୁର ବାହାରିଛନ୍ତି, ତୁ ଏଇଠି ଖାଉଥା ବସିକି। ସେଠି ସମସ୍ତେ ଗାଁ ଲୋକ ସହିତ ଅନ୍ୟ ଜାଗାରେ ବି ବହୁତ ସାରା ଲୋକ ଆସିକି ଧୈର୍ଯ୍ୟ ସାହାଯ୍ୟରେ ସେଟାକୁ ଖୋଳିଲେ, ଯେମିତି ପ୍ରଭୁ ମାନେ ଯୋଉ ଦର୍ଶନ ଦେଲେ ମାନେ ମଣିଷକୁ ଦର୍ଶନ ଦେଲେ। ସେଇଠି ଯେତେବେଳେ ପୂଜା କରା ହଉଛି ସେଇଠି ନୀଳବର୍ଣ୍ଣ ହେଇଯାଉଛନ୍ତି, ତାପରେ ଯେତେବେଳେ ଖରା ହଉଛି ଶୁଖି ଯାଉଛି ସେଇଟା ପୁରା ଧଳା ହେଇଯାଉଛନ୍ତି। ଫାଷ୍ଟ ଯେତେବେଳେ ବାହାରିଥିଲା ସେଟା ପୁରା ଧଳା ଥିଲା, ମାନେ ମୁଁ ମାନେ ଦେଖିଲି ଯେତେବେଳେ ପୁରା ଧଳା ଥିଲା।